ଦିନେ ଗୋଟେ ଛେଳି ଗାଁରେ ଚରୁଥିବା ବେଳେ ବାଟ ଭୁଲି ଜଙ୍ଗଲକୁ ଚାଲି ଆସିଲା। ଛେଳିଟିର ନାଁ ଥିଲା ହୀରା। ଜଙ୍ଗଲର କଅଁଳ ଘାସ ଦେଖି ସେ ମଜାରେ ଚରିବାକୁ ଲାଗିଲା ଓ ସେ ଭୁଲିଗଲା ଯେ ସେ ବାଟ ଭୁଲି ସାରିଥିଲା। ଅଚାନକ ତାକୁ ଅନୁଭୂତ ହେଲା ଯେ ଯେପରି ତା ପଛରେ କେହି ଅଛି। ସେ ଦେଖିବାକୁ ଲାଗିଲା। ହୀରା ଦେଖିଲା ଯେ ଗଛ ପାଖରେ ଗୋଟେ ବଡ଼ ଭାଲୁଟେ ତାକୁ ଛକିକି ଅଛି। ହୀରା ମନେ ମନେ ଡରିଗଲା। ହେଲେ ସେ ଯଦି ଡରଟାକୁ ଦେଖେଇବ କିମ୍ବା ଦୌଡ଼ି ପଳେଇବାକୁ ଚେଷ୍ଟା କରିବ, ଭାଲୁ ତାକୁ ଛାଡ଼ିବନି, ଏକାଥରେ ଚିରିକି ଖାଇଦବ। ମନେ ମନେ ଡରୁଥିଲେ ମଧ୍ୟ ସେ ଡରକୁ ଭାଲୁକୁ ନ ଦେଖାଇ ସେ ପୂର୍ବ ପରି ଯେମିତି କିଛି ଦେଖି ନାହିଁ ଚରିବାକୁ ଲାଗିଲା। ଭାଲୁ ମନେ ମନେ ଭାବିଲା, ଆରେ କି ଆଶ୍ଚର୍ଯ୍ୟ କଥା, ଏ ଛୋଟ ପଶୁଟା କ'ଣ ମୋତେ ଦେଖି ଡରୁନାହିଁ? ସେ କ'ଣ ଜାଣିନି ମୁଁ ତାକୁ ଏକାଥରେ ଚିରିକି ଖାଇଦେବି ବୋଲି? ଭାଲୁ ଧୀରେ ଧୀରେ ଆଗକୁ ବଢ଼ୁଥିଲା ଆଉ ଦେଖିବାକୁ ଚେଷ୍ଟା କରୁଥିଲା ଏ ବିଚିତ୍ର ପଶୁଟି ତାକୁ ଦେଖି ଡରୁନାହିଁ କାହିଁ। ତା ମୁଣ୍ଡ ଉପରେ ଦୁଇଟି ଛୁରୀ ଭଳିଆ ତୀକ୍ଷ୍ଣ ଧାରୁଆ ଦୁଇଟି ଜିନିଷ ଥିଲା। ଆଉ ସେ ଦୁଇଟା କ'ଣ? ଆଉ ଏ ଜୀବର ପଛପଟେ ଛୋଟିଆଟା କ'ଣଟା ଲାଗିଛି? ଆଉ ସେଇଟା କ'ଣ ବେଳେ ବେଳେ ହଲୁଛି? ଆଉ ବେକରେ କ'ଣ ଦିଟା ବଡ଼ ବଡ଼ ପର ଭଳିଆ ଓହଳିଛି? ଇଏ କି ପଶୁ? ମୁଁ ତ ବୁଝିପାରୁନି ଏସବୁ କ'ଣ ହେଉଛି। ଆରେ କ'ଣ ହେଉଛି? ଯାଉଛି ଆକୁ ପଚାରିବି। ଭାଲୁ ଧୀରେ ଧୀରେ ଆଗକୁ ବଢ଼ୁଥିଲା ଓ ପଚାରିଲା। ଭାଲୁ ଚିଲେଇକି ପଚାରିଲା, ଆରେ ସାଙ୍ଗ, ଏ ଦିଟା ତମ ମୁଣ୍ଡରେ କ'ଣ ଉଠିଛି? ଛେଳି ମୁହଁ ଉପରକୁ ଉଠେଇକି କହିଲା, ଓହୋ, ଏଇଟା? ଆରେ ଏଇଟା ତ ଦିଟା ଛୁରୀ। ଏ ଦିଟା ମୋ ମୁଣ୍ଡରେ ରଖିଛି ଯେ ମୋର ଶତ୍ରୁକୁ ମୁଁ ଏଇଥିରେ କଲବଲ କରି ମାରିବି। ଏହା କହି ଛେଳିଟି ପୂର୍ବ ପରି ପୁଣି ଘାସ ଚରିବାକୁ ଲାଗିଲା। ଭାଲୁ ପୁଣି ପଚାରିଲା, ଆଉ ତୁମ ପଛପଟେ ଯେଉଁଟା ସବୁବେଳେ ଖାଲି ହଲୁଛି ସେଇଟା କ'ଣ? ଛେଳି ନ ଡରିକି କହିଲା, ଆରେ ଏଇଟା ତ ଗୋଟେ କୁରାଢ଼ୀ। ଆଉ ଏଇ କୁରାଢ଼ୀରେ ମୁଁ ମୋ ଶତ୍ରୁମାନଙ୍କର ମୁଣ୍ଡକୁ କାଟେ। ଏହା କହି ହୀରା ପୁଣି ଥରେ ପୂର୍ବ ପରି ମଜାରେ ଘାସ ଚରିବାକୁ ଲାଗିଲା। ଭାଲୁ ପୁଣି ଡରିକରି ପଚାରିଲା, ତୁମ ବେକ ଉପରକୁ ଏ ଦିଟା ଲମ୍ବା ଲମ୍ବା କ'ଣ ଓହଳିଛି? ହୀରା କହିଲା, ଏ ଦିଟା ଓହଳିଛି ମୁଁ ମୋ ମୁହଁ ସଫା କରିବା ପାଇଁ। ଯେତେବେଳେ ମୁଁ ଭାଲୁର ମାଂସକୁ ଖାଏ ସେତେବେଳେ ଏଥିରେ ମୁଁ ମୋ ମୁହଁକୁ ପୋଛେ। ଏହା ଶୁଣି ଭାଲୁ ମନେ ମନେ ଡରିଗଲା। ତାର ହୃତ୍ସ୍ପନ୍ଦନ ବଢ଼ିବାକୁ ଲାଗିଲା। ସେ ଗଭୀର ଜଙ୍ଗଲକୁ ଗୋଟେ ଡିଆଁରେ ପ୍ରାଣ ବିକଳରେ ଦୌଡ଼ି ପଳାଇଲା। ସେଇଥିପାଇଁ ପା କୁହନ୍ତି, ବୁଦ୍ଧି ଥିଲେ ଉପାୟ ଆସେ। ହୀରାର ଉପଯୁକ୍ତ ବୁଦ୍ଧି ଯୋଗୁଁ ତାର ପ୍ରାଣଟି ବଞ୍ଚିଗଲା।